ଧାନ ମଣ୍ଡି ପଞ୍ଜୀକରଣ ପାଇଁ ଆଜି ପୁଣି ବଦଳିଗଲା। ଏଥର ସମସ୍ତେ କରିପାରିବେ। ତ ସରକାରଙ୍କ ତରଫରୁ ଚାଷୀ ଭାଇ ଭଉଣୀମାନଙ୍କ ପାଇଁ ବଡ଼ ଘୋଷଣା ଜାରି କରାଯାଇଛି। ରାଜ୍ୟ ସରକାରଙ୍କ ତରଫରୁ ଘୋଷଣା କରାଯାଇଥିଲା କି ବିନା ଏଗ୍ରିଷ୍ଟାକରେ ଆପଣମାନେ ପଞ୍ଜୀକରଣ କରିପାରିବେ, କିନ୍ତୁ ଧାନ ମଣ୍ଡିରେ ଧାନ ବିକ୍ରୟ କରିବା ପାଇଁ ଯେଉଁ ଟୋକନର ରହିଛି ବ୍ୟବସ୍ଥା, ସେ ଟୋକନ ଆପଣମାନଙ୍କୁ ମିଳିପାରିବ ନାହିଁ। କିନ୍ତୁ ଏଥର ନିୟମ କିଛି ଅଲଗା ରହିଛି। ତ ସରକାରଙ୍କ ତରଫରୁ ଧାନ ମଣ୍ଡିରେ ଧାନ ବିକ୍ରୟ କରିବା ପାଇଁ ଆପଣମାନେ ବିନା ଏଗ୍ରିଷ୍ଟାକରେ ପଞ୍ଜୀକରଣ କରିବା ସହିତ ଧାନ ମଣ୍ଡିରେ ଧାନ ବିକ୍ରୟ କରିବାର ବ୍ୟବସ୍ଥା ମଧ୍ୟ ସରକାର କରିଛନ୍ତି। ଏସବୁ ସମ୍ଭବ ହୋଇପାରିଲା ଚାଷୀ ଭାଇ ଭଉଣୀମାନଙ୍କର ଆନ୍ଦୋଳନ ଯୋଗୁଁ। ଯଦି ଆପଣ ସମସ୍ତେ ଏକାଠି ରହିବେ, ଆପଣ ଯେକୌଣସି ଅସମ୍ଭବ କାମକୁ ମଧ୍ୟ ସମ୍ଭବ କରିପାରିବେ। ତ ବରଗଡ଼ ଜିଲ୍ଲାରୁ ମଧ୍ୟ ଚାଷୀ ଆନ୍ଦୋଳନ ପ୍ରକ୍ରିୟା ଜାରି ରହିଥିଲା। ଚାଷୀମାନେ ଅନେକ ଜିଲ୍ଲାରେ ମଧ୍ୟ ଆନ୍ଦୋଳନ କରିଛନ୍ତି। ଏହି ଆନ୍ଦୋଳନକୁ ଦୃଷ୍ଟିରେ ରଖି ସରକାର କିଛି ନିୟମରେ ପରିବର୍ତ୍ତନ ଆଣିଛନ୍ତି। କ'ଣ ନିୟମରେ ପରିବର୍ତ୍ତନ ଆଣିଛନ୍ତି ଏ ଭିଡ଼ିଓ ମାଧ୍ୟମରେ ମୁଁ ଆପଣମାନଙ୍କୁ ବିସ୍ତାର ରୂପେ ଜଣାଇବି। ସେଥିପାଇଁ ଆପଣମାନେ ଭିଡ଼ିଓଟିକୁ ବିନା ସ୍କିପ୍ରେ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ, ଯାହାଫଳରେ ଆପଣମାନେ ଡିଟେଲ୍ସ ଇନଫର୍ମେସନ୍ ପାଇପାରିବେ। ଭିଡ଼ିଓଟିକୁ ଆରମ୍ଭ କରିବା ପୂର୍ବରୁ ଆପଣ ସମସ୍ତଙ୍କୁ କହି ରଖିବି, ଚ୍ୟାନେଲରେ ଯଦି ପ୍ରଥମ କରି ଯଦି ଆପଣମାନେ ଭିଡ଼ିଓଟିକୁ ଦେଖୁଛନ୍ତି, ଏପର୍ଯ୍ୟନ୍ତ ଚ୍ୟାନେଲକୁ ସବସ୍କ୍ରାଇବ୍ କରିନାହାନ୍ତି, ତ ଆପଣମାନଙ୍କୁ କହି ରଖିବି ଆପଣ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିଦିଅନ୍ତୁ, ଭିଡ଼ିଓକୁ ଗୋଟେ ଲାଇକ୍ କରିଦିଅନ୍ତୁ। ଧାନ ମଣ୍ଡି ପଞ୍ଜୀକରଣରେ ଆଜି ପୁଣି କ'ଣ ବଦଳି ଯାଇଛି, କେଉଁ ବ୍ୟବସ୍ଥା ପୁଣି ନୂଆ ଲାଗୁ କରାଯାଇଛି, ତ ଡିଟେଲ୍ସ ତ ଜାଣିବା। ତା ପୂର୍ବରୁ ଖବରରେ କ'ଣ ପ୍ରକାଶ ହୋଇଛି ଥରେ ନଜର ପକାଇବା। ଚାଷୀ ରାଗିଲେ ସରକାର ନରମିଲେ, ଏଗ୍ରିଷ୍ଟାକ ବିନା ଧାନ ବିକି ପାରିବେ। ଦେଖନ୍ତୁ, ପୁଣି ବଡ଼ ନିଷ୍ପତ୍ତି ନିଆଯାଇଛି, ଏଗ୍ରିଷ୍ଟାକ ବିନା ଧାନ ବିକ୍ରି କରିପାରିବେ। ତ ଆସନ୍ତୁ ସମ୍ପୂର୍ଣ୍ଣ ଖବର କ'ଣ ରହିଛି ତାପରେ ନଜର ପକାଇବା। ଏବେ ଏଗ୍ରିଷ୍ଟାକ ପଞ୍ଜୀକରଣକୁ ନେଇ ଚାଷୀଙ୍କ ମଧ୍ୟରେ ଦ୍ୱନ୍ଦ୍ୱ ସୃଷ୍ଟି ହେଉଛି। ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି ଯେ ଚଳିତ ବର୍ଷ ମଣ୍ଡିରେ ଧାନ ବିକିବା ପାଇଁ ଚାଷୀଙ୍କୁ ଏଗ୍ରିଷ୍ଟାକ ପଞ୍ଜୀକରଣ କରିବା ବାଧ୍ୟତାମୂଳକ ନୁହଁ। ଯେଉଁ ଚାଷୀ ପଞ୍ଜୀକରଣ କରିବେ ତାଙ୍କୁ ଟୋକନ ମିଳିବ। ପ୍ରଥମେ ନିୟମ କ'ଣ କରାଯାଇଥିଲା, ଏଗ୍ରିଷ୍ଟାକ ବିନା ଆପଣମାନେ ପଞ୍ଜୀକରଣ କରିପାରିବେନି। ତାପରେ ନିୟମ ବଦଳିଗଲା, ବିନା ଏଗ୍ରିଷ୍ଟାକରେ ଆପଣମାନେ ପଞ୍ଜୀକରଣ କରିପାରିବେ, ଯେଉଁଟାକି ଆପଣମାନେ 2ରୁ 3 ମାସ ମଧ୍ୟରେ ସମୟ ନେବେ ଏଗ୍ରିଷ୍ଟାକ ଫାର୍ମର ଆଇଡି କରିବା ପାଇଁ। ଏଗ୍ରିଷ୍ଟାକ ଫାର୍ମର ଆଇଡି କଲେ ଆପଣମାନଙ୍କୁ ଟୋକନ ମିଳିବ, କିନ୍ତୁ ଯଦି ଆପଣଙ୍କ ପାଖରେ ଏଗ୍ରିଷ୍ଟାକ ଫାର୍ମର ଆଇଡି ରହିବନି, ତାହେଲେ ଆପଣମାନଙ୍କୁ ଟୋକନ ମଧ୍ୟ ମିଳିବନି, କେବଳ ଆପଣ ପଞ୍ଜୀକରଣ କରିପାରିବେ। ଗତକାଲି ଲୋକସଭା ଭବନରେ ଉପମୁଖ୍ୟମନ୍ତ୍ରୀ ତଥା କୃଷି ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ଅଧ୍ୟକ୍ଷତାରେ ବସିଥିବା ଆନ୍ତଃମନ୍ତ୍ରୀ ସ୍ତରୀୟ ବୈଠକରେ ଏହି ନିଷ୍ପତ୍ତି ହୋଇଛି। ତ ଦେଖନ୍ତୁ, କୃଷି ମନ୍ତ୍ରୀ ଅର୍ଥାତ୍ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ଅଧ୍ୟକ୍ଷତାରେ ଯେଉଁ ବୈଠକ ବସିଥିଲା, ସେହି ବୈଠକରେ ବର୍ତ୍ତମାନ ଚାଷୀମାନଙ୍କ ପାଇଁ ବଡ଼ ଘୋଷଣା ଜାରି କରାଯାଇଛି। ନୂଆ ବ୍ୟବସ୍ଥା ମଧ୍ୟ ଚାଷୀମାନଙ୍କ ପାଇଁ ହୋଇଛି। ତ କ'ଣ ନୂଆ ବ୍ୟବସ୍ଥା କରାଯାଇଛି, ଚାଷୀମାନଙ୍କର ଯେଉଁ ଜଟିଳତା ପ୍ରକ୍ରିୟା ରହିଥିଲା, ସେହି ଜଟିଳତା ପ୍ରକ୍ରିୟା ପରିବର୍ତ୍ତନକୁ ନେଇ କ'ଣ ନିଷ୍ପତ୍ତି ଗ୍ରହଣ କରାଯାଇଛି, ଆସନ୍ତୁ ଏହାକୁ ନେଇ କ'ଣ ଖବରରେ ମେନସନ୍ ରହିଛି ନଜର ପକାଇବା। ଖରିଫ ମାର୍କେଟିଂ ଋତୁ 2026-2027 ପାଇଁ ଧାନ ସଂଗ୍ରହ ଓ ଚାଷୀ ପଞ୍ଜୀକରଣ ସଂକ୍ରାନ୍ତ ଆଲୋଚନାରୁ ଜଣାପଡ଼ିଛି ଯେ ଆସନ୍ତା ଅକ୍ଟୋବର ମାସ ପର୍ଯ୍ୟନ୍ତ ଏଗ୍ରିଷ୍ଟାକ ପଞ୍ଜୀକରଣ ଚାଲିବ। ବର୍ତ୍ତମାନ ଦେଖନ୍ତୁ, ଯେଉଁ ଚାଷୀମାନେ ଧାନ ମଣ୍ଡିରେ ଧାନ ବିକ୍ରୟ କରିବେ, ତ ସେମାନଙ୍କର ଯେଉଁ ଏଗ୍ରିଷ୍ଟାକ ଫାର୍ମର ଆଇଡି ରହିଛି, ସେଇ ଏଗ୍ରିଷ୍ଟାକ ଫାର୍ମର ଆଇଡି ସେମାନେ କରିବା ପାଇଁ ସରକାର ଏବେ ସମୟ ସୀମାକୁ ବର୍ଦ୍ଧିତ କରିଛନ୍ତି। ତ ଆପଣ ଅକ୍ଟୋବର ମାସ ପର୍ଯ୍ୟନ୍ତ ଏଗ୍ରିଷ୍ଟାକ ଫାର୍ମର ଆଇଡି କରିପାରିବେ। ବର୍ତ୍ତମାନ ଅଗଷ୍ଟ ଚାଲିଛି, ତ ଅକ୍ଟୋବର ମାସ ପର୍ଯ୍ୟନ୍ତ ଆପଣମାନେ ଏଗ୍ରିଷ୍ଟାକ ଫାର୍ମର ଆଇଡି କରିପାରିବେ। ତ ଆପଣଙ୍କ ହାତରେ ଆଉ 3 ମାସ ସମୟ ରହିଛି। ଏହି 3 ମାସ ସମୟ ମଧ୍ୟରେ ଆପଣମାନେ ଏଗ୍ରିଷ୍ଟାକ ଫାର୍ମର ଆଇଡି କରେଇ ନେବେ। ବର୍ତ୍ତମାନ ସୁଦ୍ଧା ପ୍ରାୟ 6 ଲକ୍ଷ ଚାଷୀ ପଞ୍ଜୀକୃତ କରିଛନ୍ତି। ସବୁ ଚାଷୀଙ୍କର ପଞ୍ଜୀକରଣ କରିବାକୁ କୃଷି ବିଭାଗ ପକ୍ଷରୁ ସ୍ୱତନ୍ତ୍ର ଅଭିଯାନ ଆରମ୍ଭ ହେବ। ଦେଖନ୍ତୁ, ଯେଉଁ ବର୍ତ୍ତମାନ ସୁଦ୍ଧା ପ୍ରାୟ ଚାଷୀମାନଙ୍କ ସଂଖ୍ୟା ଦେଖିବା ଯଦି 6 ଲକ୍ଷ ରହିଛନ୍ତି, ତ 6 ଲକ୍ଷ ଚାଷୀ ପଞ୍ଜୀକୃତ କରିସାରିଲେଣି। ତ ଚାଷୀମାନଙ୍କର ଯେଉଁ ପଞ୍ଜୀକୃତ ପ୍ରକ୍ରିୟାରେ ଯେଉଁ ଜଟିଳତା ରହିଥିଲା, ତାହାକୁ ସରଳ କରିବା ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି। ତ ଏହି ନିଷ୍ପତ୍ତି କ୍ରମେ ବର୍ତ୍ତମାନ ଯଦି ଆମେ ଦେଖିବା 6 ଲକ୍ଷ ଚାଷୀ ପଞ୍ଜୀକୃତ କରିସାରିଲେଣି। ତ ଆଗାମୀ ଦିନମାନଙ୍କରେ ଅନେକ ଚାଷୀ ଏଥର ପଞ୍ଜୀକୃତ କରିବେ। ଗତ ବର୍ଷ ତୁଳନାରେ ଏଥର ଅଧିକ ଚାଷୀ ପଞ୍ଜୀକୃତ କରିବେ ବୋଲି ସରକାର
आशा करिसंती। धान मंडी रे पंजीकरण करिबा पई चासी मानकर कौनसी असुविधा न हवा पई सरकार लगातार भावे बैठक अनुष्ठित करुचंती। बैठक परे ए निष्पत्ति मध्य निया जाउची। देखंतु एथिरे पंजीकरण कले एक समन्वित कृषक प्लाटफर्म रे चाषी समस्त तथ्य एककीकृत होई रहिबो। चाषी एक अन्यान्य आईडी नंबर पाइबे। कमिटी पक्षर कहुच्छी जे चलित वर्ष अंततः 50% चाषी को पंजीकृत करने लक्ष्य रखा जाइछि। एथिपाई कृषि और कृषक सशक्तिकरण, खाद्य जोगाण और खाउटी कल्याण एवं समवाय विभाग मिलित भावे कार्य करिवे। राजस्व विभाग आवश्यक। तो वर्तमान देखंतु सरकार तरफ तो एक नूतन निष्पत्ति निया जाइछि जे कृषक प्लाटफर्म रे चाषी समस्त तथ्य एककीकृत रहिबा पई चाषी को एक अन्यान्य आईडी नंबर प्रदान करिवे सरकार। तो यही आईडी आपण माने केमिति पाइबे, आपण घर को अधिकारी मानि जिवे, आपण मानकर कौनसी असुविधा हब नहीं। आपण मानकर आईडी से माने ही आपण मानकु बनै की देबे। तो एथिपाई कृषि और कृषक सशक्तिकरण, खाद्य जोगाण और खाउटी कल्याण एवं समवाय विभाग मिलित भावे कार्य करिवो। कमिटी पक्षर किंतु कहा जाउची कि चलित वर्ष अंततः 50% चाषी को पंजीकृत करिबा पई लक्ष्य रखा जाइछि। राजस्व विभाग आवश्यक सहायता प्रदान करिवो। सेहीपरि भाग चाषी पई स्वतंत्र मार्गदर्शिका प्रस्तुति चली बोली कमिटी पक्षर कहा जाउछि। आज सुधा खरीफ 2026-2027 पाई 94.657 जन चाषी धान विक्रय पाई पंजीकरण कर सारी। एथिरे सर्वाधिक पंजीकरण बालेश्वर जिले में होइछि। देखंतु जदि आमे देखिबा एबे सुधा केते चाषी पंजीकरण कलेनी 94,675 जन चाषी पंजीकरण कर सारे। जदि सबुठारु अधिक जदि चाषी पंजीकरण संख्या देखिबा कौ जिल्ला रे हेची तो बालेश्वर जिले में सबुठारु अधिक पंजीकरण करिथिबा चाषी संख्या आमे देखिबा को मिलुची। एथिपाई VLW माने चाषी को आवेदन पाई सहयोग करिवे। आवेदन परे संपृक्ति चाषी को पंजीकरण रसीद प्रदान करने को निर्देश दिया जाइछि। देखंतु आपणकर अंचल रे जो VLW माने रहिसंती चाषी मान को आवेदन करिवारे सहयोग करिवे। तो बहुत भल खबर रही वर्तमान। तो आवेदन परे संपृक्त चाषी को पंजीकरण रसीद मध्य दिया जाय। वर्तमान दुई प्रकार चाषी पंजीकरण प्राप्ति पत्र प्रदान करा जाउची। एग्रीस्टाग पंजीकृत चाषी पंजीकरण प्राप्ति पत्र और बिना एग्रीस्टाग पंजीकृत प्राप्ति पत्र उभय पंजीकरण प्राप्ति पत्र वैध अटे। देखंतु सरकार तरफ जो चाषी मान पाखरे एग्रीस्टाग फार्मर आईडी नहीं सेमाने भी पंजीकृत करिवे, सेमान को भी रसीद मिलिबो। जो चाषी मानकर फार्मर एग्रीस्टाग आईडी नहीं सेमाने भी पंजीकृत करिवे, सेमान को भी रसीद मिलिबो। ए दुई प्रकार रसीद वैलिड रहिबो। देखंतु सबुठ गुरुत्वपूर्ण कथा हला जो चाषी माने एग्रीस्टाग फार्मर आईडी बिना धान मंडी रे पंजीकृत करूचंती सेमानकर भी रसीद वैलिड रहिबो। तो सरकार तरफ बड़ निष्पत्ति निया जाइछि। उपमुख्यमंत्री केवी सिंहदेव अध्यक्षतार बसिथिबा एही बैठक रे राजस्व और विपर्यय परिचालना मंत्री सुरेश पुजारी, खाद्य जोगाण और खाउटी कल्याण मंत्री कृष्णचंद्र पात्र, पंचायत राज और पानीय जल मंत्री रवि नारायण नायक, समवाय मंत्री प्रदीप बड़ सामंतक समेत समवाय कृषि खाद्य जोगाण और खाउटी कल्याण, अर्थ विभाग सचिव एवं राज्य जोगाण निगमर परिचालन निर्देशक उपस्थित थिले।